ପିଲାମାନେ ପାଠ ପଢ଼ା ବ୍ୟତୀତ କିଛି ଲାଇଫ୍ ସ୍କିଲ୍ ଶିଖିବା ମଧ୍ୟ ଜରୁରୀ। ଏହା ସହାୟତାରେ ସେମାନେ ନିଜ ଲକ୍ଷ୍ୟ ପଥରେ ସହଜରେ ଅଗ୍ରସର ହୋଇପାରିବେ। ନୂଆ ଜିନିଷ ପାଇଁ ଚେଷ୍ଟା। ଯଦି କିଛି ନୂଆ କରୁଛନ୍ତି ତାକୁ କିପରି ଭଲ କରିହେବ ସେ ଚେଷ୍ଟାର ମନୋଭାବ ରଖନ୍ତୁ। ଭୁଲ ହେଉ ପଛେ ବାରମ୍ବାର ଏହି ଅଭ୍ୟାସ ରହିଲେ ମନରେ ସାହସ ବଢ଼ିବ। ଏହା ଦ୍ୱାରା ମନରୁ ଭୟ ଦୂର ହେବା ସହ ଆତ୍ମବିଶ୍ୱାସ ବଢ଼ିଥାଏ। ଦାୟିତ୍ୱ ନେବା ଶିଖନ୍ତୁ। ଛୋଟ ପିଲା ହେଉ କି ବଡ଼, ଛୋଟ ବେଳରୁ ଯଦି ନିଜର ଦାୟିତ୍ୱ ନେବାର କ୍ଷମତା ରହିଲା ତେବେ ତାଙ୍କ ପାଇଁ ଭଲ। ଏମିତିକି ସେମାନେ ନିଜ କାମ ନିଜେ କରିବେ। ନିଜ ଜିନିଷ ବହିପତ୍ରକୁ ସଜାଡ଼ି ଯଥା ସ୍ଥାନରେ ରଖିବା ଆଦି ଶିଖିବା ଆବଶ୍ୟକ। ନିଜ ହାତରେ ଖାଇବା, ଅନ୍ୟ କାହା ସାହାଯ୍ୟ ନ ନେଇ ଖାଦ୍ୟକୁ ନିଜେ ଶେଷ କରିବା ଆବଶ୍ୟକ। ଠିକ୍ ସମୟରେ ଶୋଇବା ଏବଂ ସକାଳୁ ଉଠିବା ଏସବୁ ନିଜେ କରିବା ଜରୁରୀ। ଧନୀ ଲୋକ ନଥିବା ସ୍ଥାନରେ ବାସ କରିବେ ନାହିଁ। ଅର୍ଥର ଆଦାନ ପ୍ରଦାନ ହେଉନଥିବା ସ୍ଥାନରେ ବାସ କରିବା ଉଚିତ ନୁହେଁ। କାରଣ ଦୋକାନ ବଜାର ଆଦି ନଥିଲେ ସେଠାରେ ଦିନକ ପାଇଁ ମଧ୍ୟ ରହି ହୁଏ ନାହିଁ। ବାସସ୍ଥାନରେ ଧନୀ ବ୍ୟକ୍ତି ନଥିଲେ ବିପଦ ଆପଦରେ ଋଣ ଆକାରରେ ଆର୍ଥିକ ସହାୟତାର ସୁଯୋଗ ନଥାଏ। ଯେଉଁଠାରେ ବେଦଜ୍ଞ ବ୍ରାହ୍ମଣ ନଥାନ୍ତି ଅର୍ଥାତ୍ ଶିକ୍ଷିତ ଜ୍ଞାନୀ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ନଥିବା ସ୍ଥାନ ବାସ କରିବା ପାଇଁ ଅନୁପଯୋଗୀ। ବାସ କରୁଥିବା ସ୍ଥାନରେ ସ୍କୁଲ, କଲେଜ, ବୈଷୟିକ ଜ୍ଞାନ ଶିକ୍ଷା କରିବାର ସୁଯୋଗ ନଥିଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ହୁଏ। ପୂଜା ପାଠ ପାଇଁ ମନ୍ଦିର ଆଦି ଧର୍ମାନୁଷ୍ଠାନ ଓ ବେଦଜ୍ଞ ନୈଷ୍ଠିକ ବ୍ରାହ୍ମଣ ନଥିଲେ କୌଣସି ଧାର୍ମିକ କର୍ମାଦିର ଅନୁଷ୍ଠାନ କରିହୁଏ ନାହିଁ। ଯେଉଁଠାରେ ରାଜା ନଥାନ୍ତି ଅର୍ଥାତ୍ ଶାସନ ପ୍ରଣାଳୀରେ ଅବ୍ୟବସ୍ଥା ହେତୁ ଯେଉଁଠାରେ ଶାନ୍ତି ଶୃଙ୍ଖଳା ନଥାଏ ଜନ ଜୀବନ ନିରାପଦ ନୁହେଁ। ନ୍ୟାୟ ମିଳିବା ପାଇଁ କୋର୍ଟ କଚେରୀ ଆଦି ନ୍ୟାୟାଳୟ ନଥାଏ ସେଠାରେ ବାସ କରିବା ଉଚିତ ନୁହେଁ। ଭାଗବତ ଗୀତାରେ ବର୍ଣ୍ଣନା ଅଛି ନିଶା ଆଉ ନାରୀ ମୋହ ବର୍ବାଦ ହେବାର ସବାରି। ଯିଏ ଏହି ସବାରିରେ ବସେ ଆଉ ଫେରିବାର ରାସ୍ତା ପାଏ ନାହିଁ। କେହି ଯଦି ନିଜ କାର୍ଯ୍ୟରେ ସିଦ୍ଧି ଲାଭ କରିବାକୁ ଆଗ୍ରହୀ ହୁଏ ତାହାହେଲେ ତାକୁ କର୍ତ୍ତବ୍ୟ ସମ୍ପର୍କରେ ନିବିଷ୍ଟ ହେବାକୁ ପଡ଼ିବ। ଏହା ବ୍ୟତୀତ ଜୀବନରେ କୃତ କାର୍ଯ୍ୟ ହେବାର ଆଉ କୌଣସି ପନ୍ଥା ନାହିଁ। ଏକ ପତ୍ନୀକ ହେବା ପ୍ରତ୍ୟେକ ପୁରୁଷର ଆଦର୍ଶ। ସମାଜ ଓ ସଭ୍ୟତାର ଗତି ମଧ୍ୟ ସେହି ଦିଗକୁ। କିନ୍ତୁ ସାଧାରଣ ପୁରୁଷର ପ୍ରକୃତି ଆଦର୍ଶର ପଛରେ ରହିଅଛି। ଯେଉଁ ସ୍ତ୍ରୀ ସ୍ୱୀୟ କୌଶଳରେ ସ୍ୱାମୀଙ୍କ ମନକୁ ନିଜ ବଶରେ ରଖିପାରିଅଛନ୍ତି ସେ ଧନ୍ୟା। ଅନ୍ନ, ବସ୍ତ୍ର ଓ ବାସସ୍ଥାନ ନଥିବା ଲୋକ ଧର୍ମ ପାଳନ କରିପାରନ୍ତି ନାହିଁ। ତେଣୁ ଧର୍ମ ପାଳନ କରିବା ପାଇଁ ଧନ ଆବଶ୍ୟକ। ବହୁ ଆୟାସରେ ବୈଷୟିକ ଆଦି ଯେକୌଣସି ବିଦ୍ୟା ଯଦି ବ୍ୟବହାରିକ କ୍ଷେତ୍ରରେ ଉପଯୋଗ ନ କରାଯାଏ ତାହେଲେ ସେ ବିଦ୍ୟା ଅର୍ଥହୀନ ଏବଂ କାଳକ୍ରମେ ନଷ୍ଟ ହୋଇଯାଏ। ଜୟ ଶ୍ରୀ ଜଗନ୍ନାଥ।